ହଁ ସତ ଯେମିତିକି ତାକୁ ଦାନ ଦେଉଛନ୍ତି ବ୍ୟାଙ୍କ ବାଲା ଟଙ୍କା, ତାକୁ 2 ମାସ ଦୌଡ଼େଇଲେ, ତା କଥାକୁ ବିଶ୍ୱାସ କଲେନି। ସେ ଡେଥ୍ ସାର୍ଟିଫିକେଟ୍ ତା ଭଉଣୀ ନେଇ ଦେଲା, ତଥାପି ବିଶ୍ୱାସ କଲେନି। ସେ ତ ମୁଣ୍ଡା ଲୋକ। ତ ଆପଣମାନେ ଜାଣିଥିବେ କେନ୍ଦୁଝର ଅଞ୍ଚଳରେ ଜିତୁ ମୁଣ୍ଡାଙ୍କର ଭଉଣୀଙ୍କର ମୃତ୍ୟୁ ହୋଇଥିଲା 2 ମାସ ପୂର୍ବରୁ। ଯେତେବେଳେ ତାଙ୍କ ନାଁରେ 19,770 ଟଙ୍କା ଥିଲା, ସେ ଯେତେବେଳେ ବ୍ୟାଙ୍କକୁ ଯିବା ମାନେ ପଇସା ଆଣିବାକୁ ଯାଆନ୍ତି, ତାଙ୍କୁ ବ୍ୟାଙ୍କ କର୍ମଚାରୀ ମାନେ ତମ ଭଉଣୀକି ଡାକ, ତମ ଭଉଣୀ ସିଗ୍ନେଚର ମାଇଲେ ଆମେ ପଇସା ଦେବୁ, ତା ସହିତ ବହୁତ ବ୍ୟବହାର ଖରାପ କଲେ। ସେ ସେଠୁ ଉପାୟ ଶୂନ୍ୟ ହୋଇକି ଲାଷ୍ଟକୁ ଜିତୁ ମୁଣ୍ଡା ତାଙ୍କ ଭଉଣୀର ଯେଉଁ ମଲା ଶରୀର ପୋତା ହେଇଥିଲା ସେଠୁ ତାଡ଼ିକି ନେଇ କଙ୍କାଳ ବୋହିକି ନେଇ ବ୍ୟାଙ୍କରେ ପହଞ୍ଚିଲେ ପ୍ରମାଣ ଦେବା ପାଇଁ। ଏ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। ବ୍ୟାଙ୍କ କର୍ମଚାରୀ ଯାଇ ତାକୁ ପଇସା ଦେଲେ, ଯେମିତି ତାକୁ ଦାନ ଦେଲା ଭଳିଆ ସେଲ୍ଫି ନେଉଛନ୍ତି। ତା ଘରେ ଯାଇକି ଦେଲେ। ତମେ ତ ସେଇ କାମଟି କଲ, କାହିଁ ତଦନ୍ତ କରିକି ତାର ଠିକ୍ ପ୍ରାପ୍ୟଟା ତାକୁ ଦେଇଦେଲନି? ଏତେ କଥା ଆଗକୁ ଗଲା, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। ତା ଭଉଣୀର କଙ୍କାଳକୁ 2 ମାସ ପୂର୍ବରୁ ପୋତା ହେଇଥିଲା ମର ଶରୀର, ତାକୁ ତାଡ଼ିକି ସେ ଲୋକ ନେଇକି ଗଲା। ଆପଣମାନେ ଚିନ୍ତା କରନ୍ତୁ, ଯେତେ ବି ସରକାରୀ ଚାକିରି କରୁଛନ୍ତି ଏମାନଙ୍କର ମାନବିକତା କେଉଁ ପ୍ରକାରର। ଆଜି ଜିତୁ ମୁଣ୍ଡା ସହିତ ହେଲା, କାଲି ଆଉ କାହା ସହିତ ହବ। ଏମିତି ଗୋଟେ ଓଡ଼ିଶା ସାରା ଭାରତ ବଦନାମ ହବ। ଏ ଭିଡ଼ିଓ ସାରା ୱାର୍ଲଡ ଦେଖିଲା କି ଓଡ଼ିଶାରେ କଙ୍କାଳ ଯାଉଛି ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ। ଆପଣମାନେ କମେଣ୍ଟ ବକ୍ସରେ ମତାମତ ଦେବେ, ମୁଁ ସତ କହିଲି କି ମିଛ କହିଲି। ଜୟ ଶ୍ରୀରାମ।